ନିଗମାନନ୍ଦ ଆଶ୍ରମରେ ଜନ୍ମାଷ୍ଟମୀ ପାଳିତ ନୀଳାଞ୍ଚଳ ସରସ୍ୱତ ସଂଘ କେନ୍ଦ୍ର ଆସନ ମନ୍ଦିର ବୀରତୁଙ୍ଗ ନୂଆବାଡ଼ିଠାରେ ଜନ୍ମାଷ୍ଟମୀ ନୀତି ପାଳିତ ହୋଇଯାଇଛି। ସକାଳୁ ସକାଳୁ ଠାକୁର ଗାଧୁଆ ନିତ୍ୟକର୍ମରୁ ଆରମ୍ଭ ହୋଇଥିଲା। ଠାକୁରଙ୍କ ନୀତି ପରେ ପରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ପାରମ୍ପରିକ ନୀତି ସମ୍ପୂର୍ଣ୍ଣ କରାଯାଇଥିଲା। ଅପରାହ୍ନରେ ଆରମ୍ଭ ହୋଇଥିଲା ଜନ୍ମାଷ୍ଟମୀ ମହା ଅଧିବେଶନ। ଅନୁଷ୍ଠାନରେ ସଭାପତି ରୀତିକ ଗୁରୁପ୍ରସାଦ ଛୋଟରାୟ, ରୀତିକ କ୍ଷୀରୋଦ ପ୍ରସାଦ ମହାନ୍ତି, ରୀତିକ ରାକେଶ କୁମାର ମହାନ୍ତି ଓ ରୀତିକ ଜାମିନକାନ୍ତ ମହାପାତ୍ର ପ୍ରମୁଖ ଭାଗବତ ଆଲୋଚନା ପୂର୍ବକ ଶ୍ରୀକୃଷ୍ଣ ଜନ୍ମ ବୃତ୍ତାନ୍ତ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ବିଳମ୍ବିତ ସନ୍ଧ୍ୟାରେ ସମ୍ପନ୍ନ ହୋଇଥିଲା କୃଷ୍ଣ ଜନ୍ମ ନୀତି। ବହୁ ନିଗମାନନ୍ଦ ଭକ୍ତ ଏହି ଅଧିବେଶନରେ ଯୋଗ ଦେଇଥିଲେ। ଶ୍ରୀକୃଷ୍ଣ ଜନ୍ମ ବୃତ୍ତାନ୍ତ ଶ୍ରବଣ କରିବା ସହିତ ଜନ୍ମନୀତି ଦର୍ଶନ କରିଥିଲେ। ପୁରୀରୁ ରମେଶଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।